ଜୀବନରେ ଯଦି କାହାକୁ ସାହାଯ୍ୟ ନ କରିପାରୁଛ ତେବେ କାହାକୁ ହଇରାଣ ପକାନ୍ତୁ ନାହିଁ ବା କାହାକୁ କଟୁ କଥା କହି ତାକୁ ବିରକ୍ତ କରାନ୍ତୁ ନାହିଁ। ହାଏ ହ୍ୟାଲୋ ନମସ୍ତେ, କେମିତି ଅଛନ୍ତି ସମସ୍ତେ? ମୁଁ ଆପଣଙ୍କର ସେଇ ହୋଷ୍ଟ ଆଣ୍ଡ ଦୋସ୍ତ ଜୟ। ମୁଁ ଆଜି ଗୋଟେ ଛୋଟ କାହାଣୀଟିଏ ନେଇ ଆପଣଙ୍କ ପାଖକୁ ଆସିଛି। କାହାଣୀଟି ହେଉଛି ସାହୁ ବାବୁ ଡେଲି ସେ ଅଫିସ୍ ଯାଆନ୍ତି, ବାଇକ୍ ନେଇକି ଅଫିସ୍ ଯାଆନ୍ତି। ଦିନେ ଦିନେ ଏମିତି ଅଫିସ୍ ଯାଉଥିଲେ, ବାଟରେ ଗୋଟେ ଦେଖିଲେ ବୁଢ଼ୀ ମାଉସୀ ମା ଓଭରବ୍ରିଜ୍ ତଳେ ସେଉ ବିକ୍ରି କରୁଛି। ସେତେବେଳେ ଦେଖିଲା ସେଉ ବି ବହୁତ ଭଲ ହେଇଛି। ପଚାରିଲା, ମାଉସୀ ସେଉ କେତେ ଟଙ୍କା? ନା 80 ଟଙ୍କା କିଲୋ। ସେତେବେଳେ ସାହୁ ବାବୁ କହିଲେ 70 ଟଙ୍କା ନା କରିକି 2 କିଲୋ ଦେଇଦିଅ। ସେତେବେଳେ ମାଉସୀ ମା କହୁଥାଏ, ନାଇଁ ନାଇଁ ସେଉ ଏତେ ଆମର ମଣ୍ଡିରୁ ଏତେ କିଣା ଆସେନି ବାପା, ମୁଁ ଆଉ ଏତେ କମ୍ କରିପାରିବିନି, 75 ଟଙ୍କା ନା କରିଦେଉଛି, 2 କିଲୋ 150 ଟଙ୍କା। ସେତେବେଳେ ସାହୁ ବାବୁ କହିଲେ, ନାଇଁ 70 ଟଙ୍କା ଉପରକୁ ମୁଁ ଗୋଟେ ଟଙ୍କା ବି ଦେବି ନାହିଁ। ସେ କହିଲା, ନା ବାପା ମୁଁ ଏଇଟା ହେବ ନାହିଁ। ସେତେବେଳେ ସାହୁ ବାବୁ ବି ପଳେଇ ଗଲେ, ପୁଣି ଅଫିସ୍ ଚାଲିଗଲେ। ଦିନସାରା ଅଫିସ୍ରେ ଦୁନିଆ କାମ ସାରିଲା ପରେ ଯେତେବେଳେ ସେ ସନ୍ଧ୍ୟାବେଳୁ ଘରକୁ ବାହାରିଲେ, ସେତେବେଳେ ତାର ମନେ ପଡ଼ିଲା ଯେ ଘରକୁ ନିହାତି ସେଉ ନେଇକି ଯିବା ପାଇଁ ହେବ। ସେତେବେଳେ ତାର ଫେଭରେଟ୍ ଦୋକାନ, ଫେଭରେଟ୍ ତାର ଫଳ ଷ୍ଟୋରକୁ ଗଲା। ସେଠି ଯେତେବେଳେ ପଚାରିଲା, ବହୁତ ଭଲ ଭଲ ସେଉ ସେଠି ଅଛି। ସେଥିରୁ ପଚାରିଲା ସେଉ କେତେ ଟଙ୍କା? ସେଉ ସେଠି ଦେଖିଲା 100 ଟଙ୍କା। ପୁଣି ସେ ସିଧା ଦୌଡ଼ି ଗଲେ ତାଙ୍କ ଫଳ ଅନର ପାଖକୁ, ଫଳ ଦୋକାନୀ ଅନର ପାଖକୁ। ସେଠି ପଚାରିଲେ, ବାବୁ ଏ ସେଉ କେତେ ଟଙ୍କା? ନା 100 ଟଙ୍କା। ନା ବାହାରେ ଏଟା ତ 80 ଟଙ୍କା ଚାଲିଛି। ନା ଆମର ଏମିତି ମଣ୍ଡିରୁ ଆସେନି, ଏତେ ସେଇ ରେଟ୍ ଆସୁଛି, 100 ଟଙ୍କା କରି ଲାଗିବ। ନା ଟିକେ କମ୍ ସମ୍ କରିନିଅନ୍ତୁ। ସେତେବେଳେ ବାହାରେ ଗୋଟେ ବୋର୍ଡ଼ ଦେଖେଇଦେଲା। ଫାଷ୍ଟ କହିଲା ଯେ ମାନେ ଆପଣ ତ ସବୁଦିନ ତ ଆମ ଦୋକାନରେ ନେଉଥିଲେ, କିଛି ତ ରେଟ୍ ଇଏ ନାହିଁ। ପଛରେ ଗୋଟେ ବୋର୍ଡ଼ ଦେଖେଇଦେଲେ ଯେ ବାର୍ଗେନିଂ କରିକି ଲଜ୍ଜା ଦିଅନ୍ତୁ ନାହିଁ। ସେତେବେଳେ ସାହୁ ବାବୁ ଲଜ୍ଜାଜନକ ହେଇ ଫେରି ଆସିଲେ। ସେତେବେଳେ ପୁଣି ଥରେ ବାଇକ୍ ଷ୍ଟାର୍ଟ ମାରିକି ପୁଣି ସେଇ ମାଉସୀ ମା ପାଖକୁ ଗଲେ। ସେ ସେତେବେଳେ ମନରେ ଗୋଟେ ଡର ଥାଏ, କାଳେ ଯଦି ମାଉସୀ ମା ସେ ମାନେ ଓଭରବ୍ରିଜ୍ ତଳୁ ପଳେଇ ଯାଇଥିବେ। ଯେତେବେଳେ ବହୁତ ସ୍ପିଡ଼ରେ ଗଲା ପରେ ଦେଖିଲା ବେଳକୁ ସେ ମାଉସୀ ମା ବି ମଧ୍ୟ ସେଇ ଓଭରବ୍ରିଜ୍ ତଳେ ବସିଥାଏ। ସେତେବେଳେ ଯାଇକି ମାଉସୀ ମାଙ୍କୁ କହୁଥାଏ, ମାଉସୀ 2 କିଲୋ ସେଉ ପ୍ୟାକ୍ କରିଦିଅ। ସେତେବେଳେ ସେ ମାଉସୀ ମା ଚିହ୍ନିଗଲେ। ସେ କହିଲା, ହଁ ବାବୁ ତୁମେ ସକାଳେ ଆସିଥିଲ, କିନ୍ତୁ 75 ଟଙ୍କା ତଳେ ମୁଁ ଦେଇପାରିବି ନାହିଁ। ସେ କହିଲା, ନା ନା ମୁଁ ଆପଣ ପ୍ୟାକ୍ କରିଦିଅନ୍ତୁ, ଦେବି। ସେତେବେଳେ ସାହୁ ବାବୁ ତାର ଯେତେବେଳେ ସେ ପ୍ୟାକ୍ କରି ସାରିଲା, ସାହୁ ବାବୁ 200 ଟଙ୍କା ସେ ମାଉସୀ ମାକୁ ଦେଲେ। ମାଉସୀ ମା କହିଲେ, ମୋ ପାଖରେ ତ ଖୁଚୁରା ନାହିଁ। କହିଲେ, ନାଇଁ ନାଇଁ ଆପଣ ସେଇ 200 ଟଙ୍କା ରଖନ୍ତୁ, ମୁଁ ବାହାରେ ବି ଆଣିଥିଲେ ସେଇ 200 ଟଙ୍କା ଦେଇକି ମୁଁ ଆଣିଥାନ୍ତି, ଆପଣ ସେ 200 ଟଙ୍କା ରଖନ୍ତୁ। ସେତେବେଳେ ପଚାରିଲେ, ମାଉସୀ ମା ତୁମେ ତ ବୃଦ୍ଧ ହେଇଗଲଣି, ତୁମେ କାହିଁକି ଫଳ ବିକ୍ରି କରୁଛ? ନା ମୋର ଆଉ ଘରେ କେହି ଇଏ ନାହିଁ, ମୋର ଗୋଟେ ସ୍ୱାମୀ ଥିଲା, ସେ ବି କ୍ୟାନ୍ସରରେ ସେ ଚାଲିଗଲେ। ବହୁତ ଟଙ୍କା ଧାର କରଜ ହେଇଯାଇଛି, ସେଥିପାଇଁ ଫଳ ବିକ୍ରି କରି କିଛି କିଛି କରଜ ସୁଝୁଛି ଏବଂ କିଛି ଖାଇବା ପିଇବା ଚାଲିଛି। କେହି ବି ମୋ ପାଖରୁ ଫଳ ନେଉନାହାନ୍ତି। କହିଲା, ହଉ ଠିକ୍ ଅଛି, ମୁଁ ତୁମ ପାଖରୁ ଡେଲି ଏମିତିଆ ଫଳ ନେବି, ଆଉ ସମସ୍ତଙ୍କୁ କହିବି ମଧ୍ୟ ଫଳ ନେବେ। ତାପରେ ସେ ଘରେ ଯାଇକି ସେଉ ଦେଲେ। ଘରେ ପୁଣି ଯାଇକି ତାଙ୍କ ସ୍ତ୍ରୀ କହିଲେ, ଗୋଟେ 1000 ଟଙ୍କା ଦିଅ। ନା 1000 ଟଙ୍କା କ'ଣ ହେବ? ନା ଏମିତିଆ ଗୋଟେ କାମରେ ଲାଗିବ, ଜଣକୁ ସାହାଯ୍ୟ କରିବି। ପୁଣି ତା ପରଦିନ ସେ ମାଉସୀ ମା ପାଖକୁ ଆସିଲେ। ମାଉସୀ ମା, ତୁମେ ଏ 1000 ଟଙ୍କା ରଖ, ତୁମେ ଆଉ କିଛି ଫଳ ଆଣିକି ତୁମେ ଦୋକାନଟାକୁ ବଢ଼ାଅ। ସେତେବେଳେ ମାଉସୀ ମା କହିଲେ ଯେ ମୁଁ ବହୁତ ଆଗରୁ ବହୁତ କରଜରେ ବୁଡ଼ି ହେଇଛି, ତୁମର ଏ କରଜ କେମିତି ସୁଝିବି? ନା ନା ଏମିତିଆ କରଜ ସୁଝିବା ପାଇଁ ହେବନି, ମୁଁ ଏମିତିକା ତୁମ ପାଖରୁ ଡେଲି ଫଳ ନେଇକି ସୁଝିଯିବ। ଏମିତିଆ କହିକି ଚାଲିଗଲେ। ସେ ସାହୁ ବାବୁ ବି ସବୁଦିନ ଯେବେ ବି ଯାଏ ସେଠୁ ହିଁ ଫଳ ନେଇ ଯାଆନ୍ତି। ଆଉ ଅଫିସ୍ର ବି ସମସ୍ତଙ୍କୁ ଷ୍ଟାଫ୍କୁ କହିଦେଲେ ଯେ ଫଳ ସେଇ ମାଉସୀ ମା ପାଖରୁ ହିଁ ତୁମମାନେ ନେବ। ସେଠି ସମସ୍ତେ ବି ସେଇ ଫଳ ମାଉସୀ ମା ପାଖରୁ ଫଳ ନିଅନ୍ତି। ସମସ୍ତେ କିଛି କିଛି ଚାନ୍ଦା କରି ମାଉସୀ ମାଙ୍କୁ ଗୋଟେ ଷ୍ଟଲ୍, ଗୋଟେ ଦୋକାନ, ଛୋଟ ଠେଲା ଗୋଟେ କରିଦେଲେ ସମସ୍ତେ ମିଶିକି। ଆଉ ମାଉସୀ ମା ସେଠି ଭଲରେ ବିକ୍ରି କରୁଛନ୍ତି। କଥାଟି ହେଉଛି, ଗଳ୍ପଟି ହେଉଛି ବହୁତ ଛୋଟ କଥାଟେ, କିନ୍ତୁ ଏଥିରେ ସାର୍ ବହୁତ ଅଛି। କାହିଁକିନା ଆମେମାନେ ଯେତେବେଳେ ବହୁତ ସୋରୁମ୍କୁ ଯାଉଛି, ବହୁତ ବଡ଼ ଦୋକାନକୁ ଯାଉଛି, ସେଠି ଆମେ ବାର୍ଗେନିଂ କଲାବେଳକୁ ଆମକୁ ଲାଜ ଲାଗୁଛି, କାଳେ ଏଠି 5 ଜଣ ସାମ୍ନାରେ ମୁହଁ ଖରାପ ହେଇଯିବ, ଆମ ମୁହଁ ତଳକୁ ହେଇଯିବ। କିନ୍ତୁ ଯେଉଁମାନେ ରୋଡ଼ ସାଇଡ଼୍ରେ ବସୁଛନ୍ତି, କମ୍ ରେଟ୍ରେ ଦେଉଛନ୍ତି, କିନ୍ତୁ ସେମାନେ ତାଙ୍କର
ପେଟ ପାଟଣା ପାଇଁ ବିକ୍ରି କରୁଛନ୍ତି, କିନ୍ତୁ ତାଙ୍କ ପାଖରେ ଆମେ ମୁଲଚାଲ କରୁଛେ। ଯେଉଁଠି 50 ଟଙ୍କା ଜିନିଷକୁ ଆମେ 40 ଟଙ୍କା କହୁଛେ, 100 ଟଙ୍କା ଜିନିଷକୁ 70 ଟଙ୍କା କହୁଛେ, କିନ୍ତୁ ଆକ୍ଚୁଆଲି ବଜାରରେ କିନ୍ତୁ ସେ ରେଟ୍ ଆହୁରି 20 ଟଙ୍କା ଅଧିକା ଥାଏ। ଆମେ ଯେତେ ଛୋଟିଆ ଲୋକକୁ ସେତେ ଆମେ ସେ ତା ମାନେ ବେକଟାକୁ ମୋଡ଼ି ଦିଅନ୍ତି ଯେଉଁମାନେ ଦୁର୍ବଳ ଥାଆନ୍ତି। ଯେଉଁମାନେ ଗୋଟେ କଥାରେ ଅଛି ନା, ଯେଉଁମାନେ ଜଙ୍ଗଲରେ ତ ସମସ୍ତେ ଗଛ କାଟନ୍ତି, କିନ୍ତୁ କେଉଁ ଗଛଟି କାଟନ୍ତି? ଯେଉଁଟା ସରଳିଆ ଥାଏ। ଆଉ ଯେଉଁଟା ମୋଟା ଆଉ ଯେଉଁଟା ବଙ୍କା ଥାଏ ତାକୁ କେହି ବି କାଟନ୍ତି ନାହିଁ। ତ ମୋର କହିବାର କଥା ଯେ ଆମେ ଯେତେବେଳେ ବି ଯେଉଁଠି ମାନେ ବାହାରେ ଠେଲା ବସୁଛନ୍ତି ବା ଇଏ କରୁଛି, ସେମାନଙ୍କୁ ମୁଲଚାଲ ନ କରି ଆମେ ସେଇ ରେଟ୍ରେ ହିଁ, ଯେଉଁ ରେଟ୍ରେ ଆମେ ସୋରୁମ୍ରୁ କିଣୁଛେ ତାଠୁ କମ୍ରେ ଆମେ ସେଇ ଠେଲାବାଲା ପାଖରୁ ହିଁ ନେବା। ଯଦି କାହାଣୀଟି ଭଲ ଲାଗିଥାଏ ତେବେ ଗୋଟେ ଲାଇକ୍